सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडल सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀବ। ଆଜି ଆମେ ଆଲୋଚନା କରିବା ବୃଦ୍ଧାବସ୍ଥା ଓ କୁରୂପତା ଦୂର କରିବାର ଉପାୟ। ସୌନ୍ଦର୍ଯ୍ୟ, ଆରୋଗ୍ୟ ଓ ଜୀବନ ତିନୋଟି ଯାକ ଗୋଟିଏ ଜାଗାରେ ରହନ୍ତି। ସୁନ୍ଦରରୁ ସୁନ୍ଦର ସ୍ତ୍ରୀ ବା ପୁରୁଷ ଯେତେବେଳେ ବୃଦ୍ଧ ବା ରୋଗା ହୋଇଯାଏ ତାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। ନିଜର ସୁନ୍ଦରତାକୁ ରକ୍ଷା କରିବାକୁ ହେଲେ ନିଜର ସ୍ୱାସ୍ଥ୍ୟ ଓ ଯୌବନକୁ ରକ୍ଷା କରିବାକୁ ପଡ଼ିବ। ଡିଜାଇନ ଯାହା ଥାଉନା କାହିଁକି, ଯୌବନ ଦୀପ୍ତ ଶରୀର ଓ ସ୍ୱାସ୍ଥ୍ୟ ମହଜୁଦ ଥିଲେ ହେଲା। ପସନ୍ଦ ସମସ୍ତଙ୍କର ବା ପ୍ରତ୍ୟେକଙ୍କର ଅଲଗା ଅଲଗା ହୋଇଥାଏ। ମାତ୍ର ଆରୋଗ୍ୟ ଓ ଯୌବନକୁ ସମସ୍ତେ ପସନ୍ଦ କରନ୍ତି। ସଂସାରରେ କେହି କୁରୂପ ବା କୁରୂପା ନଥାନ୍ତି। ଯାହାକୁ ଆପଣ କୁରୂପ କହୁଛନ୍ତି, କେତେକ ମଧ୍ୟ ତାହାକୁ ପସନ୍ଦ କରନ୍ତି। ଏହା ଆତ୍ମଦେବ ପ୍ରକୃତି ସହାୟତାରେ ବହୁତ ପରିଶ୍ରମ ସହିତ ବାହାର କରିଛନ୍ତି। ଏହା ଏକ ଡିଜାଇନ ଓ ତା ତରଫରୁ ଭଲ। ସମସ୍ତଙ୍କ ପାଖରେ କିଛି ନା କିଛି ଗୁଣ ଅଛି ଯାହା ନିଜର ପସନ୍ଦ ମୁତାବକ ସୁନ୍ଦର ମାଲୁମ ହୁଏ। ସମସ୍ତଙ୍କ ପସନ୍ଦ ଏକ ନୁହେଁ, କିନ୍ତୁ ବୃଦ୍ଧ ଓ ରୋଗା ଲୋକ କାହାରିକୁ ସୁନ୍ଦର ଦେଖାଯାଏ ନାହିଁ। ସୌନ୍ଦର୍ଯ୍ୟ ଥାଏ ନିରୋଗତା ଓ ଯୌବନରେ, କିନ୍ତୁ ସୌନ୍ଦର୍ଯ୍ୟ ନକ୍ସା ବା ଡିଜାଇନରେ ନଥାଏ। ଯୌବନକୁ ସ୍ଥିର ରଖିଲେ ଓ ନିରୋଗ ରହିଲେ ଆମର ସୁନ୍ଦରତା ରହିପାରିବ। କାହାରି ଢାଞ୍ଚା ବା ଗଠନ ଖରାପ ହୋଇନଥାଏ। ଏହା ନକ୍ସା ଓ ଡିଜାଇନରେ ବିଭିନ୍ନତା କୁରୂପତା ନୁହେଁ। ଏହା ନକ୍ସା ଓ ଡିଜାଇନର ବିଭିନ୍ନତା କୁରୂପତା ନୁହେଁ। ବିଭିନ୍ନତା ହେବା ଦରକାର ଓ ଏହା ସୁରୁଚିର ଜନ୍ମଦାତା। ଏହା ସଂସାରରେ ସବୁବେଳେ ଅଛି ଓ ରହିବ। ଏହି ଡିଜାଇନର ବିଭିନ୍ନତା କୁରୂପତା ବା ସୁନ୍ଦରତା ନୁହେଁ। ଯୁବାବସ୍ଥା
ଓ ସ୍ୱାସ୍ଥ୍ୟକୁ ରଖିପାରିଲେ ସୌନ୍ଦର୍ଯ୍ୟ ସ୍ଥିର ରହିପାରିବ। ମାମୁଲି ଗଛ ବଢ଼ି ଫୁଲ ପତ୍ରରେ ସୁନ୍ଦର ଦେଖାଯାଏ। ସୁନା ହୀରାରେ ତିଆରି କୃତ୍ରିମ ଫୁଲକୁ କୃତ୍ରିମ ଡାଳରେ ସଜାଇଲେ ତାହା ଫୁଲ ସହ ସୁଗନ୍ଧ, ସୌନ୍ଦର୍ଯ୍ୟ ଓ କୋମଳତାରେ ସମାନ ହେବ ନାହିଁ। ଯଦି ସାଧାରଣ ପ୍ରାଣ ଓ ଜୀବ ଧାରଣ କରି ଗୋଟିଏ ଫୁଲ ଏତେ ସୁନ୍ଦର ଓ ମନୋହର ହୋଇପାରେ, ତେବେ ଗୋଟିଏ ମହାନ ଆତ୍ମା ଓ ପ୍ରାଣକୁ ଧାରଣ କରିଥିବା ମନୁଷ୍ୟ କାହିଁକି ସୁନ୍ଦର, ସୁଢଳ ଓ ମନୋହର ହୋଇପାରିବ ନାହିଁ? କଟା ହୋଇଥିବା ଗଛର ଫୁଲ ଓ ପତ୍ର ଓ ଶୁଖିଲା ଫୁଲ ସୁନ୍ଦର ଦେଖାଯାଏ ନାହିଁ। ତେଣୁ ସୌନ୍ଦର୍ଯ୍ୟ ରହିଥାଏ ଜୀବ ଓ ପ୍ରାଣ ସହିତ। ଯେଉଁଠି ଜୀବନ ସେଇଠି ସୌନ୍ଦର୍ଯ୍ୟ। ସଜୀବ ପଦାର୍ଥକୁ ଆକର୍ଷଣ କରେ। ସୌନ୍ଦର୍ଯ୍ୟ ପ୍ରାଣ, ଜୀବ, ହୃଦୟ ଓ ମନ ସହିତ ରହିଥାଏ। ସୁନ୍ଦରତା ସଜୀବତା ସହିତ ରହିଥାଏ। ମଲା ମଣିଷ, ମଲା ପଶୁ ଓ ଶୁଖିଲା ଗଛ ସୁନ୍ଦର ଦେଖାଯାଏ ନାହିଁ, କାରଣ ସେଗୁଡ଼ିକରେ ଜୀବନ ନଥାଏ। ମରଣକୁ ଛାଡ଼ି ବୃଦ୍ଧାବସ୍ଥା ଓ ରୋଗ ରୂପକୁ ବିଗାଡ଼ି ଦିଏ। ବୃଦ୍ଧାବସ୍ଥା ଓ ରୋଗ ଜୀବନଧାରୀକୁ ମୃତ୍ୟୁ ନିକଟକୁ ନେଇଯାଏ, କିନ୍ତୁ ଏହା ମୃତ୍ୟୁ ନୁହେଁ। ଏହା ମୃତ୍ୟୁର ସହାୟକ ବା ସାଥୀ ହୋଇଥିବାରୁ ସୌନ୍ଦର୍ଯ୍ୟର ଶତ୍ରୁ। କିନ୍ତୁ ସୌନ୍ଦର୍ଯ୍ୟର ମୃତ୍ୟୁ ଏକମାତ୍ର ଶତ୍ରୁ କିଏ? ନା, ଯାହାର ନାମ ହେଉଛି ମୃତ୍ୟୁ। କିନ୍ତୁ ସୌନ୍ଦର୍ଯ୍ୟକୁ ବଢ଼ାଇବା ବେଲା ସଜୀବତା, ଆତ୍ମା ବା ଜୀବନ, ଚେତନତା, ଆତ୍ମବଳ ଓ ଇଚ୍ଛାଶକ୍ତି ସହିତ ସମ୍ବନ୍ଧ ରଖିଥାଏ। ଆତ୍ମାରେ ଚେତନତା ରହିଥାଏ। ଯେଉଁଠି ମନ ସେଠି ଚେତନତା ଥାଏ। ମନ ଓ ଆତ୍ମବଳ, ମନୋବଳ ଓ ଇଚ୍ଛାଶକ୍ତି ଏକ। ଜୀବନ ସୌନ୍ଦର୍ଯ୍ୟର କାରଣ ହେଲେ ମଧ୍ୟ ମନ ଓ ମନୋବଳ ସୁନ୍ଦରତାକୁ ସ୍ଥିର ରଖିପାରେ। ବୃଦ୍ଧାବସ୍ଥା ଓ ରୋଗକୁ ଦୂର କରି ସୌନ୍ଦର୍ଯ୍ୟକୁ ସ୍ଥିର ରଖିବା ହେଉଛି ମନର ଅଧୀନ। ମନୁଷ୍ୟ ଏକ ମନୋମୟ ପ୍ରାଣୀ। ମନର ପ୍ରଭାବ ଶରୀର ଉପରେ ପଡ଼େ। ମନୁଷ୍ୟ ରାଗିଲେ ଶରୀର ଉତ୍ତପ୍ତ ହୋଇ, ଆଖି ଲାଲ ପଡ଼ି, ମୁଖ ବିକୃତ ହୋଇ ସୁନ୍ଦର ବଦଳରେ ରୁକ୍ଷ ଓ ଭୟଙ୍କର ଦେଖାଯାଏ। ଲୋଭୀ ମନୁଷ୍ୟର ଅତି ପରିଶ୍ରମ ଯୋଗୁଁ ତାର ସୌନ୍ଦର୍ଯ୍ୟ ନଷ୍ଟ ହୁଏ। ଗାଲ ଓ ଆଖି ଭିତରକୁ ପଶିଯାଇ ରଙ୍ଗ ବଦଳି, କୋମଳତା ବଦଳି ଶରୀର ଦୁର୍ବଳ ହୋଇଯାଏ। ଧନର ଗୋଲାମ ପ୍ରେମୀ ହୋଇନପାରେ। ଯେଉଁଠି ବା ଯାହାଠାରେ ପ୍ରେମ ନଥାଏ, ସବୁ ଦୁର୍ଗୁଣ ପହଞ୍ଚେ। ଲୋଭୀ ଲୋକ ଅଧିକ ଭୋଜନ କରି ସୌନ୍ଦର୍ଯ୍ୟକୁ ନଷ୍ଟ କରେ। ଲୋଭ ଯୋଗୁଁ ଯୁଦ୍ଧ ଓ ମାରପିଟ ହୁଏ। ଫଳରେ ଅଙ୍ଗ ନଷ୍ଟ ହୋଇ ଶରୀର ସବୁଦିନ ପାଇଁ କୁରୂପ ହୋଇଯାଏ। କ୍ରୋଧ ଓ ଲୋଭ ପରେ ମୋହ, ଏହା ମଧ୍ୟ ଅଜ୍ଞାନ। ଏହାର ଅର୍ଥ ହେଉଛି ଅଜ୍ଞାନ। ଅଜ୍ଞାନତା ସବୁ ବିପତ୍ତିର ମୂଳ କାରଣ। ଅଜ୍ଞାନରେ ଉତ୍ସାହହୀନତା ଓ ଅଳସୁଆମୀ ଆସେ। ଅଳସୁଆ ହେବାରୁ ମନୁଷ୍ୟ ଯୋଗ ବ୍ୟାୟାମ ନ କରି ପୁରୁଷମାନେ କନ୍ଦର୍ପ ଓ ସ୍ତ୍ରୀମାନେ ପାର୍ବତୀ ଓ ଇନ୍ଦ୍ରାଣୀ ପରି ହୋଇପାରୁନାହାନ୍ତି।
ଜୀବନ କାଳ ମଧ୍ୟରେ ପ୍ରତ୍ୟେକ ମନୁଷ୍ୟ ନିଶ୍ଚିତ ଭାବରେ ଦିନେ ନା ଦିନେ ବ୍ୟାୟାମ କରନ୍ତି, କିନ୍ତୁ ଆଳସ୍ୟ କାରଣରୁ ବ୍ୟାୟାମ ଓ ଯୋଗ ବ୍ୟାୟାମ ଛାଡ଼ି ଦିଅନ୍ତି। ଫଳରେ ଅଳସୁଆମୀ, ଉତ୍ସାହୀନ ଓ ଅପ୍ରସନ୍ନତା ଆସେ ଓ ସୁନ୍ଦରତାକୁ ନଷ୍ଟ କରିଦିଏ। ପ୍ରସନ୍ନତା ହେଉଛି ସ୍ୱାସ୍ଥ୍ୟ ରକ୍ଷା କରିବାର କାରଣ ବା ପ୍ରସନ୍ନତା ସ୍ୱାସ୍ଥ୍ୟ ରକ୍ଷା କରିଥାଏ ଓ ଯୁବାବସ୍ଥାକୁ ସ୍ଥିର ରଖିଥାଏ। ସର୍ବଦା ପ୍ରସନ୍ନ ରହିଲେ କଲିଜା ଓସାରିଆ ଓ ନିରୋଗ ରହି ମୁଖ ସୁନ୍ଦର ଦେଖାଯାଏ। ଯେ କାମ, କ୍ରୋଧ, ଲୋଭ ଓ ମୋହରୁ ଊର୍ଦ୍ଧ୍ୱରେ ଥାଏ, ସେ ସର୍ବଦା ପ୍ରସନ୍ନ ରହେ। ପ୍ରେମ ଶରୀରକୁ ସର୍ବଦା ଯୁବା, ନିରୋଗ ଓ ସୁନ୍ଦର ରଖିଥାଏ ଓ ଦ୍ୱେଷ ମଣିଷକୁ କୁରୂପ କରିଦିଏ। ସାଧାରଣ ବା ପ୍ରକୃତ ପ୍ରେମରେ ସୁନ୍ଦରତା ଆସେ। ଟଙ୍କା ପଇସା ବିନିମୟରେ ପ୍ରେମର ବିଚ୍ଛେଦ ହୁଏ। ତୁମେ ପ୍ରେମ କର, କିନ୍ତୁ ତା ବଦଳରେ ପ୍ରେମ ଚାହୁଁ ନାହିଁ। ଜଳ ଯେପରି ଉଚ୍ଚରୁ ନିଚକୁ ଯାଏ, ପ୍ରେମମୟ ମନୁଷ୍ୟର ପ୍ରେମ ନିଚରୁ ଉଚ୍ଚକୁ ବହି କେନ୍ଦ୍ରରେ ପହଞ୍ଚି ସର୍ବଦା ସୁଖୀ, ନିରୋଗ, ଯୁବା ଓ ସୁନ୍ଦର ହୋଇ ରହିଥାଏ। ଯେପରି ଗଙ୍ଗାର ଜଳ ସମୁଦ୍ର ଆଡ଼କୁ ବହି ଚାଲିଥିଲେ ମଧ୍ୟ ଜମିରେ ପାଣି ମାଡ଼ି ଜୀବଙ୍କ ଶୋଷ ମେଣ୍ଟିଯାଏ, ଠିକ୍ ସେହିପରି ପ୍ରେମ ଆତ୍ମା ଆଡ଼କୁ ଗତି କଲେ ମଧ୍ୟ ଅନେକ ପ୍ରାଣୀଙ୍କର ଉପକାର ହୋଇଥାଏ। ନଦୀ ଅଙ୍କା ବଙ୍କା ହୋଇ ସମୁଦ୍ରରେ ମିଶେ, ଠିକ୍ ସେହିପରି ସଚା ପ୍ରେମ ବା ସଚା ପ୍ରେମୀ ନିଜ ସଚା ପ୍ରିୟ ବା ସଚା ପ୍ରେମପାତ୍ର ବା ସଚା ଆତ୍ମତତ୍ତ୍ୱ ପାଖରେ ପହଞ୍ଚିଯାଏ। ପ୍ରେମମୟ ହୋଇଯାଅ, ଜୀବନକୁ ସଫଳ କର। ସଚା ପ୍ରେମୀ କୁରୂପ, ରୋଗୀ, ବୃଦ୍ଧ ଓ ଅପ୍ରସନ୍ନ ଦେଖାଯାଆନ୍ତି ନାହିଁ। ଅନ୍ୟ ପ୍ରସାଧନ ବା ଉପକରଣ ପ୍ରୟୋଗ ଦ୍ୱାରା କେହି କେବେ ଯୁବା, ସୁନ୍ଦର ରହେ ନାହିଁ। ଏଥିପାଇଁ ଭଲ ଔଷଧ ହେଉଛି ପ୍ରେମ। ପ୍ରେମର ଅନ୍ୟ ନାମ ହେଉଛି ଈଶ୍ୱର। ପ୍ରେମ ହେଉଛି ଚେତନର ଗୁଣ ଓ ଆତ୍ମା ଚେତନ। ଚେତନତା ଯେତେବେଳେ କର୍ମକ୍ଷେତ୍ରକୁ ଅବତରଣ କରେ, ମନୁଷ୍ୟ ବୃତ୍ତିରୂପ ହୁଏ ବା ହୋଇଯାଏ। ବୃତ୍ତିର ପ୍ରେରକ ମନ, ପ୍ରତ୍ୟେକ କାର୍ଯ୍ୟର ସାଧକ ମନ। ମନ ଏ ଶରୀର ଓ ସଂସାରକୁ ରଚନା କରିଛି। ଶରୀର ମନମୟ ଅଟେ। ସଂସାରରେ ସବୁ କାମ ଶରୀର ଦ୍ୱାରା ହୁଏ ଓ କଳ ଓ ଇଞ୍ଜିନର କର୍ତ୍ତା ଶରୀର ଏବଂ ତିଆରି କରିସାରିବା ପରେ ମଣିଷ ତାକୁ ଷ୍ଟାର୍ଟ କଲେ ତାହା ଚାଲେ, ଷ୍ଟାର୍ଟ ନ କଲେ ଚାଲେ ନାହିଁ। ତେଣୁ ସବୁ ଯନ୍ତ୍ରର ସ୍ରଷ୍ଟା ଶରୀର ଭିତରେ ଥିବା ମନ। ଇଞ୍ଜିନକୁ ଚଲାଉଥିବା ହାତ ଓ ଶରୀରକୁ ଚଳାଇବାକୁ ଶରୀର ଭିତରେ କିଛି କଳ ନାହିଁ, ଯାହାକୁ ଚିପିଦେଲେ ତାହା ଇଞ୍ଜିନ ପରି ଚାଲିବ। ଏହା ମନର ଖେଳ। ଶରୀର ସର୍ବଦା ମନମୟ ଓ ମନର ଅଧୀନ। ଇଚ୍ଛା ହେଲେ ଲୋକେ କାମ କରନ୍ତି ବା ମନୁଷ୍ୟ କାମ କରେ। ଶରୀର ପ୍ରତ୍ୟେକ ଅଙ୍ଗ ଉପରେ ମନର ପ୍ରଭାବ ପଡ଼େ। ତେଣୁ ଆମେ ଇଚ୍ଛାଶକ୍ତି ବା ମନୋବଳ ଦ୍ୱାରା କୁରୂପ
ଓ ବୃଦ୍ଧ ମନୁଷ୍ୟ ଯୁବା ହୋଇପାରିବ। ମଣିଷ ଦିନେ ନା ଦିନେ ବୃଦ୍ଧ ହେବ, ଏ କଥା ମନରୁ ଦୂରେଇ ନଦେଲେ ବୃଦ୍ଧ ହୋଇଯିବ। ଭାବନାରେ ବହୁତ ବଳ। ଯାଦୃଶୀ ଭାବନାଯସ୍ୟ ସିଦ୍ଧିର୍ଭବତି ତାଦୃଶୀ। ଯିଏ ଯେଭଳି ଭାବରେ ଭାବନା କରିବ ସେ ସେଭଳି ଭାବରେ ହୋଇଯିବ। ତେଣୁ ଆମେ ବିଶ୍ୱାସର ସହିତ ଦୃଢ଼ ଭାବରେ ଭାବନା କରିବା ଯେ ଯୁବ ଅବସ୍ଥା ମୋର ସବୁଦିନେ ରହୁ। ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧନ ମୋକ୍ଷ। ମନ ମନୁଷ୍ୟର ମୁକ୍ତି ଏବଂ ବନ୍ଧନର କାରଣ। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।